ଯେତେବେଳେ ଆପଣଙ୍କ ଘରେ ପଇସାର କମି ରହୁଛି, ଯେବେ ବି ଟଙ୍କା ପଇସା କେଉଁ ଆଡ଼ୁ ବି ଆପଣଙ୍କୁ ପ୍ରାପ୍ତ ହେଉନାହିଁ, ଆପଣଙ୍କ ଘରେ ଚାରିଦିଗରୁ ସମସ୍ୟା ସୃଷ୍ଟି ହେଉଛି। ଆପଣଙ୍କର ଅଫିସ୍, ବିଜନେସ୍, ଫ୍ୟାକ୍ଟ୍ରି ଠିକ୍‌ସେ ଚାଲୁନାହିଁ। ଚାରିଆଡ଼େ ଆପଣଙ୍କର ନୁକସାନ ହିଁ ନୁକସାନ ହେବାରେ ଲାଗିଛି। ତ ଆପଣ ଏହି ଗୋଟିଏ ଉପାୟକୁ ଗୋଟିଏ ଦିନ କରିଦିଅନ୍ତୁ। ଆପଣ ମାତ୍ର କିଛି ଦିନରେ ଦେଖିବେ କି ଆପଣଙ୍କ ଜୀବନରେ କେତେ ବଡ଼ ଚମତ୍କାର ଘଟିବ। ଧନ ପ୍ରାପ୍ତିର ନୂଆ ନୂଆ ମାର୍ଗ ବନିଯିବ। ଜୀବନର ସବୁ ବାଧା ସମାପ୍ତ ହୋଇଯିବ ଏବଂ ଆପଣଙ୍କୁ ସୁଖ, ଶାନ୍ତି, ସମୃଦ୍ଧିର ପ୍ରାପ୍ତି ହେବ। ତେବେ ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ। କିନ୍ତୁ ତା ପୂର୍ବରୁ ଯଦି ଆପଣ ଏହି ଚ୍ୟାନେଲରେ ନୂଆ ଅଛନ୍ତି ତ କୃପା କରି ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିଦିଅନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ମାତା ଲକ୍ଷ୍ମୀ ଆପଣଙ୍କୁ ଏହି ଭିଡ଼ିଓକୁ ଯିଏ ବି ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ତ ତାଙ୍କ ଜୀବନରେ କେବେ ବି ଧନର କମି ହେବାକୁ ଦେବେନି। ଆପଣମାନେ ପ୍ରାୟ ପ୍ରତିଦିନ ରୋଷେଇ ଘରେ ଟିକେ ଅଧିକ ଖାଦ୍ୟ ବନାଇଥାନ୍ତି, ଯାହା ଫଳରେ ଖାଦ୍ୟ ବଞ୍ଚିଯାଏ। ତରକାରୀ ଭଜା ସିନା ସରିଯାଏ କିନ୍ତୁ ରୁଟି ବଳି ପଡ଼େ। ତା ପରଦିନ ବାସି ରୁଟିକୁ ଖାଇବା ପାଇଁ ଆପଣଙ୍କ ଘରର ସଦସ୍ୟ ମନା କରିଥାନ୍ତି। ଯଦି ଆପଣଙ୍କ ଘରେ ବି ଏମିତି ହୋଇଥାଏ ତ ଆପଣମାନେ ଜାଣିଛନ୍ତି କି ଏହି ବାସି ରୁଟି ଖାଇବା ଦ୍ୱାରା ଆପଣ କିପରି ଧନବାନ ବନିଯାଆନ୍ତି? ଆପଣଙ୍କୁ ଧନ ହେବାରୁ କୌଣସି ଶକ୍ତି ବି ରୋକିପାରେ ନାହିଁ। ଏବଂ ଏହି ଭିଡ଼ିଓରେ ଆମେ ଜାଣିବା କିଛି ଭୁଲ କାର୍ଯ୍ୟ ଯାହା ଆପଣ ବି ଆପଣଙ୍କ ଘରେ ପ୍ରତ୍ୟେକ ମହିଳାମାନେ କରିଥାନ୍ତି। ତ ଏହି ଭିଡ଼ିଓଟି ଦେଖି ସାରିବା ପରେ ସେହି ମହିଳାମାନେ ଭୁଲରେ ବି ଆଜିଠାରୁ ଏହି କାର୍ଯ୍ୟକୁ ବନ୍ଦ କରିଦେବେ, ନାହିଁ ତ ଆପଣଙ୍କର ପୁରା ଜୀବନ ବର୍ବାଦ ହୋଇଯିବ। ତ ପୁରା ଜାଣିବା ପାଇଁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଜରୁର ଦେଖନ୍ତୁ। ଆପଣଙ୍କର ରୋଷେଇ ଘରେ ଏହି ଭୁଲ କେବେ ବି କରନ୍ତୁ ନାହିଁ। ବିଶ୍ୱାସ କରନ୍ତୁ, ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏହି ଭୁଲକୁ କରିବା ଦ୍ୱାରା ମନୁଷ୍ୟ ସବୁ କ୍ଷେତ୍ରରେ ଗରିବୀ ହୋଇଯାଏ। ତାଙ୍କୁ ଗରିବୀର ସାମ୍ନା କରିବାକୁ ପଡ଼ିଥାଏ। ପୁରା ପରିବାର ଏହାର ପ୍ରଭାବ ଭୋଗିବାକୁ ପଡ଼ିଥାଏ। ଶାସ୍ତ୍ରରେ ମାନ୍ୟତା ଅଛି କି ଯେଉଁ ଘରେ ମାତା ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ ତ ମାତାଙ୍କ ସହିତ ସବୁ ଦେବୀ ଦେବତା ଏକା ସାଙ୍ଗରେ ନିବାସ କରିଥାନ୍ତି। ଏମିତି କରିବା ଦ୍ୱାରା ଘରେ ଆପଣଙ୍କର ଧାନର ଭଣ୍ଡାର ଭରିକି ରହିବ। ଯେଉଁ ମନୁଷ୍ୟର ରୋଷେଇ ଘରେ ଏହି ଭୁଲ ଯଦି ହୋଇଥାଏ ତ ଏହାକୁ ଆପଣ ମାମୁଲି ବୋଲି ଭାବନ୍ତୁ ନାହିଁ। ଆପଣଙ୍କର ପୁରା ଘର ଗରିବୀ ହେବାର ସମ୍ଭାବନା ଥାଏ। ମନୁଷ୍ୟ ଯଦି ତାଙ୍କ ଜୀବନରେ ସଫଳତା ପାଇବା ପାଇଁ ଚାହାନ୍ତି ତ ସେଥିପାଇଁ ସବୁଠୁ ଅଧିକା ଜରୁରୀ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବା। ଯଦି ମନୁଷ୍ୟର ଶରୀର ଓ ସ୍ୱାସ୍ଥ୍ୟ ଠିକ୍ ରହିଥାଏ ତେବେ ମନୁଷ୍ୟ ତାର ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିପାରେ। ଏମିତିରେ ବି ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ରୋଷେଇ ଘରେ ଭଲ ରହିଥାଏ ତ ସେହି ରୋଷେଇ ଘରେ ଏହି ଭୁଲ ହୋଇନଥାଏ। ତ ମାତା ଅନ୍ନପୂର୍ଣ୍ଣା ବି ଆପଣଙ୍କ ଦ୍ୱାରା ପ୍ରସନ୍ନ ହୋଇଯାନ୍ତି। ଆପଣଙ୍କୁ ମାତା ଅନ୍ନପୂର୍ଣ୍ଣା ଧନବାନ ଖୁବ୍ ଶୀଘ୍ର ବନାଇ ଦିଅନ୍ତି। ତେବେ ଚାଲନ୍ତୁ ଜାଣିବା କ'ଣ ସେ ଭୁଲ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ମୋର ବିନୀତ ଅନୁରୋଧ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କର ଫ୍ରେଣ୍ଡ ସର୍କଲମାନଙ୍କୁ ଭିଡ଼ିଓଟିକୁ ସେୟାର କରନ୍ତୁ। ଯଦି ଆପଣ ଏ ପର୍ଯ୍ୟନ୍ତ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରି ଚ୍ୟାନେଲକୁ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ନମ୍ବର 1, କିଛି ମହିଳା ଏମିତି ଥାନ୍ତି ଯିଏକି ଖାଦ୍ୟ ବନାଇବା ପୂର୍ବରୁ ସ୍ନାନ କରିନଥାନ୍ତି, ହାତ ଗୋଡ଼ ଧୁଅନ୍ତି ନାହିଁ। ରୋଷେଇ ଘରେ ଖାଦ୍ୟ ବନାଇବା ସମୟରେ ଏପଟ ସେପଟ ନାକ ଓ ପାଟିରେ ହାତ ମାରିଥାନ୍ତି। ଏହାପରେ ହାତ ବି ଧୁଅନ୍ତି ନାହିଁ, ସେମିତି ହିଁ ଖାଇବା ବନାଇ ଦେଇଥାନ୍ତି। ଏହା କରିବା ଦ୍ୱାରା ଖାଇବା ଦୂଷିତ ହୋଇଥାଏ। ଏହିପରି ଖାଇବା ଖାଇବା ଦ୍ୱାରା ଘରର ସମସ୍ତଙ୍କର ବେମାରୀ ଆସିଥାଏ। ମାତା ଅନ୍ନପୂର୍ଣ୍ଣା ବି ରୁଷ୍ଟ ହୋଇଯାନ୍ତି। ଏମିତି ଘରେ ଦରିଦ୍ରତାର ବାସ ହୋଇଥାଏ। ଏମିତି ଘରେ ରାହୁ କେତୁଙ୍କର ଖରାପ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଏହି ଭୁଲ କେବେ ବି କରିବା ଉଚିତ ନୁହେଁ। ସବୁବେଳେ ସଫାସୁତୁରା ହାତରେ ହିଁ ଖାଇବା ବନାଇବା ଉଚିତ। ନମ୍ବର 2, ଶାସ୍ତ୍ରରେ ବତାଯାଇଛି ଯେଉଁଠି ମହିଳା ଭୋଜନ ବନାନ୍ତି ସେହି ସ୍ଥାନ ସଫାସୁତୁରା ନଥିଲେ ତ ରାହୁ କେତୁଙ୍କର ଖରାପ ପ୍ରଭାବ ପଡ଼ିଥାଏ। ଏହା ସହ କ୍ଷଣ ବି ରୁଷ୍ଟ ହୋଇଯାଏ। ପୁରା ଘର ଧୀରେ ଧୀରେ ନିର୍ଧନତାର ଶିକାର ହୋଇଥାଏ। ଏଥିପାଇଁ ରୋଷେଇ ଘରେ ସବୁବେଳେ ସଫାସୁତୁରା ରଖିବା ଉଚିତ ଏବଂ ଗଙ୍ଗା ଜଳରେ ଛିଞ୍ଚନ କରିବା ନିହାତି ଜରୁରୀ। ଏମିତି କରିବା ଦ୍ୱାରା ମାତା ଅନ୍ନପୂର୍ଣ୍ଣା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଘରେ ଆକର୍ଷିତ ହୋଇଥାନ୍ତି। ଏହା ସହ ସେହି ଘରର ପ୍ରତ୍ୟେକ ସଦସ୍ୟ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ନମ୍ବର 3, ଆପଣଙ୍କ ଘରେ ଧାରୁଆ ଜିନିଷ ରଖିବା ଉଚିତ ନୁହେଁ। ଏହା ପରିବାରର କଳି ବଢ଼ାଇଥାଏ ଏବଂ ଝଗଡ଼ା ଆଦି ଲାଗି ରହିଥାଏ। ଏମିତିରେ ରୋଷେଇ ଘରେ 1ଟି କିମ୍ବା 2ଟାରୁ ଅଧିକା ଚାଖୁ କିମ୍ବା ଛୁରୀ ରଖିବା ଉଚିତ ନୁହେଁ। ଯେଉଁ ଛୁରୀରେ ଆପଣ ପ୍ରୟୋଗ କରୁନାହାନ୍ତି ତ ସେହି ଅଯଥା ଜିନିଷ ରୋଷେଇ ଘରେ ରଖନ୍ତୁ ନାହିଁ। ଏହି ଜିନିଷ ଆପଣଙ୍କ ରୋଷେଇ ଘରେ ରଖିବା ଦ୍ୱାରା ଆପଣଙ୍କ ଘରେ ନେଗେଟିଭ ଏନର୍ଜି ଆକର୍ଷିତ ହୋଇଥାଏ। ନମ୍ବର 4, ରୋଷେଇ ଘରର ସାମ୍ନାରେ ଜୋତା, ଚପଲ, ଝାଡ଼ୁ, ପୋଛା ଆଦି କେବେ ବି ରଖନ୍ତୁ ନାହିଁ।
ଏହା ଦ୍ୱାରା ମାତା ଅନ୍ନପୂର୍ଣ୍ଣା ରାଗିଯାନ୍ତି ଏବଂ ପୁରା ଘରକୁ ଗରିବର ସାମ୍ନା କରିବାକୁ ପଡ଼ିଥାଏ। ଏହା ଦ୍ୱାରା ପାପ ବି ହୋଇଥାଏ। ଏହା ରଖିବା ଦ୍ୱାରା ଘୋର ଅନର୍ଥ ହୋଇଥାଏ ଏବଂ ମାତା ଅତ୍ୟନ୍ତ ଆପଣଙ୍କ ଉପରେ ରାଗିଥାନ୍ତି। ନମ୍ବର 5, ରୋଷେଇ ଘରେ ଖାଇବା ବନାଇବା ସମୟରେ ମହିଳାମାନେ ଭୋଜନ ଅଇଁଠା କରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ମାତା ଅନ୍ନପୂର୍ଣ୍ଣାଙ୍କର ଢେର ଅପମାନ ହୋଇଥାଏ। ଏହା ଘରେ ଦରିଦ୍ରତାର ବାସ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ରାଗିକି ଚାଲିଯାଆନ୍ତି। କୌଣସି ମହିଳା ଖାଇବା ବନାଇବା ସମୟରେ ମସଲା ବା ଲୁଣ ଚେକ୍ କରିବା ପାଇଁ ଖାଇବାକୁ ଅଇଁଠା କରିଥାନ୍ତି। ଏମିତି କରିବା ଆଦୌ ଉଚିତ ନୁହେଁ। ସବୁବେଳେ ସଫାସୁତୁରାର ଧ୍ୟାନ ରଖନ୍ତୁ ଏବଂ ଖାଇବା ବନାଇବା ସମୟରେ ପୁରା ଖାଇବାକୁ କେବେ ବି ଅଇଁଠା କରନ୍ତୁ ନାହିଁ। ଘରର ସୁଖ ଶାନ୍ତି ଭାଙ୍ଗି ଯାଇଥାଏ। ଆପଣ ଧ୍ୟାନ ଦିଅନ୍ତୁ, ଆପଣ ଖାଇବା ବନାଇ ସାରିବା ପରେ ଚୁଲି କିମ୍ବା ଗ୍ୟାସ୍ ସେହି ଚୁଲା ଉପରେ ଅଳ୍ପ ଖାଇବା ଚଢ଼ାଇ ଦିଅନ୍ତୁ। ନମ୍ବର 6, ଯଦି ବାରମ୍ବାର ଆପଣଙ୍କର ଖାଇବାରେ ଚୁଟି ବାହାରିଥାଏ, ଏହାକୁ ଆପଣ ମାମୁଲି ଭାବନ୍ତୁ ନାହିଁ। ଏହା ମନାଯାଏ କି ଖାଇବାରେ ବାରମ୍ବାର ଚୁଟି ଆସିବା ରାହୁ ଓ କେତୁଙ୍କର ଖରାପ ପ୍ରଭାବ ପଡ଼ିଥାଏ। ଏମିତି ଘର ସବୁବେଳେ ଗରିବି ହୋଇ ରହିଥାଏ। ଖାଇବାରେ କେବେ ବି ଚୁଟି ଆସିବା ଉଚିତ ନୁହେଁ, କାହିଁକି ନା ଏହାକୁ ମାତା ଅନ୍ନପୂର୍ଣ୍ଣାଙ୍କର ସବୁଠୁ ବଡ଼ ଅପମାନ ହୋଇଥାଏ। ଏହା ଘୋର ଅନର୍ଥ ମନାଯାଏ। ଖାଇବାରେ ଚୁଟି ବାହାରିବା ଖାଦ୍ୟରେ ଶୁଦ୍ଧତାକୁ ନଷ୍ଟ କରିଦେଇଥାଏ। ପରିବାରକୁ ଭୟଙ୍କର ବେମାରୀର ସାମ୍ନା କରିବାକୁ ପଡ଼ିଥାଏ। ଘରର ମହିଳା ଖାଦ୍ୟ ରାନ୍ଧିବା ସମୟରେ ନିଜର ଚୁଟିକୁ ବାନ୍ଧିକି ହିଁ ଖାଦ୍ୟ ବନାଇବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ବସ୍ତୁ ଥାଏ ଯାହା ଭୁଲରେ ବି ଆପଣଙ୍କର ବିଲକୁଲ ରୋଷେଇ ଘରେ ରଖିବା ଉଚିତ ନୁହେଁ। ଏହା ରଖିବା ଦ୍ୱାରା ସମସ୍ୟା ବୃଦ୍ଧି ହୋଇଥାଏ। ନମ୍ବର 1, ସିସା। ଘରକୁ ସୁନ୍ଦର ଦେଖାଯିବା ପାଇଁ ଘରେ ସିସା ଲଗାଇ ଦେଇଥାନ୍ତି, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ସିସା ପ୍ରୟୋଗ କରିବା ଉଚିତ ନୁହେଁ। ମନେ ରଖନ୍ତୁ, କିଚେନରେ ଚୁଲା ଅଗ୍ନିଦେବଙ୍କର ସୂଚକ ମନାଯାଏ। ଯଦି ସିସାରେ ଅଗ୍ନିଙ୍କର ପ୍ରତିବିମ୍ବ ଦେଖାଯାଏ ତ ଘରେ ଅଶୁଭ ମନାଯାଏ। ଏହି କାରଣରୁ ଘରେ ଆପଣଙ୍କର କଳି ବଢ଼ି ଚାଲିଥାଏ। ଏହା ସହ ଘରର ଆର୍ଥିକ ସ୍ଥିତି ବି ବିଗିଡ଼ି ଯାଇଥାଏ। ନମ୍ବର 2, ଚକଟା ହୋଇଥିବା ଅଟାଗୁଳା। ଅନେକ ଥର ମହିଳାମାନେ କିଚେନରେ ରୁଟି ବନାଇବା ସମୟରେ ବନିଥିବା ଅଟାଗୁଳା ଫ୍ରିଜରେ ରଖିଦିଅନ୍ତି। ପୁଣି ଥରେ ସକାଳୁ ସେହି ଅଟାଗୁଳାର ପୁଣି ଥରେ ୟୁଜ୍ କରିଥାନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଏହା ଠିକ୍ ନୁହେଁ। ଘରେ ବଳକା ଅଟାଗୁଳା ରଖିବା ଦ୍ୱାରା ଶନି ଏବଂ ରାହୁଙ୍କର ନେଗେଟିଭ୍ ପ୍ରଭାବ ପଡ଼ିଥାଏ। ଏହି କାରଣରୁ ଜୀବନରେ ଅନେକ ପ୍ରକାରର ସମସ୍ୟା ହୋଇଥାଏ। ନମ୍ବର 3, ଭଙ୍ଗାଭଙ୍ଗି ବାସନ। କଟାଫଟା ବାସନ ରଖନ୍ତୁ ନାହିଁ। ରୋଷେଇ ଘରେ କିଛି ବାସନ ଅଧିକ ପ୍ରୟୋଗ କରିବା ହେତୁ ବାସନ ଭାଙ୍ଗି ଯାଇଥାଏ। ବାସ୍ତୁ ଅନୁସାରେ ଭଙ୍ଗାଫଟା ବାସନ ୟୁଜ୍ କରିବା ପୁରା ପରିବାରର ସଦସ୍ୟଙ୍କ ଭିତରେ ମତଭେଦ ବୃଦ୍ଧି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କି ବାସି ରୁଟି ଆପଣଙ୍କ ପାଇଁ କ'ଣ ହୋଇଥାଏ। ଖାଦ୍ୟ ଯେବେ ବାସି ହୋଇଯାଇଥାଏ ତ ଆମେ ତାହାକୁ ଫୋପାଡ଼ି ଦେଇଥାଉ, କିନ୍ତୁ ଆପଣ କେବେ ବି ଭାବିନଥିବେ କି ବାସି ଖାଦ୍ୟ ଆପଣଙ୍କ ପାଇଁ କେତେ ଭଲ ହୋଇଥାଏ। ବାସି ରୁଟି ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଆପଣଙ୍କର ଭାଗ୍ୟକୁ ଚମକାଇ ଦେଇଥାଏ, ଯାହା ଜାଣିଲେ ଆପଣ ନିଜେ ଚମକି ପଡ଼ିବେ। ବାସି ରୁଟି ପାଚକ ତନ୍ତ୍ର ପାଇଁ କୌଣସି ଚମତ୍କାରୀ ଠାରୁ କମ୍ ନୁହେଁ। ବାସି ରୁଟିରେ ଫାଇବର ପ୍ରଚୁର ମାତ୍ରାରେ ଥାଏ। ଖାଦ୍ୟରେ ଫାଇବରର ଅଧିକ ମାତ୍ରା ପାଚନରେ ସହାୟତା କରିଥାଏ। ବାସି ରୁଟିରେ ପେଟ ଫୁଲିବାର ସମସ୍ୟା, ଗ୍ୟାସର ସମସ୍ୟା ମୁକ୍ତି ମିଳିଥାଏ। ଏଥିପାଇଁ ବାସି ରୁଟି ଆପଣଙ୍କ ପାଇଁ ବରଦାନ ଅଟେ। ଏହାର ଉପଯୋଗ ଜରୁର କରନ୍ତୁ। ଯଦି ଶାସ୍ତ୍ର ଅନୁସାରେ ଭୋଜନ ସବୁବେଳେ ତାଜା ଖାଇବା ଉଚିତ, କିନ୍ତୁ ଯେ ପର୍ଯ୍ୟନ୍ତ ଭୋଜନ ଖାଇବାର ଲାୟକ ଥାଏ, ଖରାପ ହୋଇନଥାଏ, ତ ତାହାକୁ କେବେ ବି ଫୋପାଡ଼ନ୍ତୁ ନାହିଁ, କାହିଁକି ନା ଏହା ଭୋଜନର ଅପମାନ ହୋଇଥାଏ। ଏମିତିରେ ବି ଯେଉଁ ମନୁଷ୍ୟ ଭୋଜନକୁ ନ ଫୋପାଡ଼ି ସେହି ବାସି ଭୋଜନକୁ ଗ୍ରହଣ କରି ସମ୍ମାନ ଦେଇଥାନ୍ତି, ତ ଏମିତି ମନୁଷ୍ୟ ଉପରେ ମାତା ଅନ୍ନପୂର୍ଣ୍ଣା ସବୁବେଳେ ସଦୟ ପ୍ରସନ୍ନ ରହିଥାନ୍ତି। କିନ୍ତୁ ଆପଣ ଗୋଟିଏ କଥାର ସବୁବେଳେ ଧ୍ୟାନ ଦେବେ, ଅତି ଆବଶ୍ୟକ ହେଉଛି କି ବାସି ରୁଟିକୁ ଆପଣ ଯେବେ ଖାଉଛନ୍ତି ତ ଛୋଟ ପିଲାଙ୍କୁ ଦେଉଛନ୍ତି ତ ପ୍ରଥମେ ଆପଣ ସେହି ରୁଟିକୁ ଭଲସେ ଚେକ୍ କରିଦିଅନ୍ତୁ। ଯଦି ବାସି ରୁଟିରୁ ରସ ବାହାରୁଥାଏ ତ ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ପ୍ରତି ଏହା ଭୟଙ୍କର ହୋଇଥାଏ। ଆପଣ ବେମାରୀରେ ବି ପଡ଼ିପାରନ୍ତି। ବାସି ରୁଟିରେ ବହୁତ ଚମତ୍କାର ଥାଏ, କିନ୍ତୁ ସେହି ବାସି ରୁଟିକୁ ଲମ୍ବା ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ। ବାସି ରୁଟି ଅଧିକ ସମୟ ଘରେ ରଖିଲେ ତାହା ଜହର ସହିତ ସମାନ ହୋଇଯାଏ। ବହୁତ ବଡ଼ ପ୍ରଭାବଶାଳୀ ଉପାୟଟିଏ, ବଡ଼ ଚମତ୍କାରୀ ଉପାୟଟିଏ, ଯାହାକି ଏହି ଉପାୟକୁ ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ। ସନାତନ ପରମ୍ପରା ଅନୁସାରେ ଗୋମାତା, ଗଙ୍ଗା ଏବଂ ଗାୟତ୍ରୀର ବହୁତ ଅଧିକ ଧାର୍ମିକ ମହତ୍ତ୍ୱ ରହିଥାଏ। ମାନ୍ୟତା ଅଛି କି ଗୋମାତାଙ୍କ ଶରୀରରେ 33 କୋଟି ଦେବୀ ଦେବତାଙ୍କର ବାସ ହୋଇଥାଏ। ଗୋମାତାଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତି
ଉପରେ ସବୁ ଦେବୀ ଦେବତାଙ୍କର କୃପା ବର୍ଷା ହୋଇଥାଏ। ପ୍ରତ୍ୟେକ ଦିନ ସକାଳେ ଯେବେ ଆପଣ ଭୋଜନ ବନାଉଛନ୍ତି ତ ସବୁଠୁ ପ୍ରଥମେ ବନାଇଥିବା ରୁଟିକୁ ଆପଣ ଗୋମାତାକୁ ଖୁଆଇ ଦିଅନ୍ତୁ। ଯଦି ସମ୍ଭବ ହେଉଛି ତ ଆପଣ କାଳି ଗାଈକୁ ରୁଟି ଖୁଆନ୍ତୁ। ଯଦି କାଳି ଗାଈ ନ ମିଳେ ତ ଧଳା ଗାଈକୁ ଆପଣମାନେ ରୁଟି ଖୁଆଇ ପାରିବେ। ଗୋମାତାଙ୍କୁ କେବେ ବି ବାସି ରୁଟି ଦିଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କର ଘରେ ନେଗେଟିଭ ଏନର୍ଜିର ବାସ ହୋଇଥାଏ। ଆପଣମାନେ ମନେ ରଖନ୍ତୁ ଗାଈକୁ କେବେ ବି ଖାଲି ରୁଟି ଖାଇବାକୁ ଦିଅନ୍ତୁ ନାହିଁ। ଆପଣମାନେ ଗାଈକୁ ଯେଉଁ ରୁଟି ଖାଇବାକୁ ଦେଉଛନ୍ତି ସେହି ରୁଟିରେ ଗୁଡ଼ ଦିଅନ୍ତୁ। ଯଦି ବି ଆପଣଙ୍କ ପାଖରେ ଗୁଡ଼ ନାହିଁ ତେବେ ମିଠା ଦେଲେ ଚଳିବ। ଯଦି ମିଠା ନାହିଁ ତାହେଲେ ତରକାରୀ ହେଉ ଭଜା ଯାହା ବି ଅଛି ଆପଣ ସେହି ରୁଟିରେ ଗାଈକୁ ଖୁଆଇ ଦିଅନ୍ତୁ। ଆପଣ ଚାହିଁଲେ ଖାଲି ରୁଟି ଦବା ଅପେକ୍ଷା ସେହି ରୁଟିରେ ଟିକେ ହଳଦୀ ମାରିକି ଗାଈକୁ ଖୁଆଇ ପାରିବେ। ଗାଈକୁ ନିହାତି ଭାବରେ ରୁଟି ଖୁଆନ୍ତୁ। ସବୁବେଳେ ଚେଷ୍ଟା କରନ୍ତୁ କି କାଳି ଗାଈକି ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ, ମାତା ଅନ୍ନପୂର୍ଣ୍ଣାଙ୍କର ଢେର ଆଶୀର୍ବାଦ ଆପଣଙ୍କ ଉପରେ, ଆପଣଙ୍କର ପରିବାର ଉପରେ ବନି ରହିଥାଏ। ପୁଣି ଥରେ କହି ରଖୁଛି, ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।